ବିଳାସପୁର ଜଙ୍ଗଲରେ 5 ଜଣ ସାଙ୍ଗ ଥିଲେ। ତାଙ୍କୁ ସମସ୍ତେ ପଞ୍ଚୁ ବୋଲି କୁହନ୍ତି। ଚାନ୍ଦ, ଚାମେଲି, ଚମ୍ପା, କାଳି, ଗୋରି 5 ଜଣଙ୍କର ମନୋଭାବ ପୁରା ଏକ। ଯେଉଁଠି ଖାଆନ୍ତି ମିଶିକି ଖାଆନ୍ତି, ଯେଉଁଠି ଶୁଅନ୍ତି ମିଶିକି ଶୁଅନ୍ତି, ଆଉ ଯେଉଁଠି ବୁଲିବାକୁ ଯାଆନ୍ତି ମିଶିକି ହିଁ ଯାଆନ୍ତି। ତାଙ୍କର ଯୋଡ଼ି ସମସ୍ତଙ୍କୁ ଭଲ ଲାଗେ, ଆଉ ତାଙ୍କର ଏକତା ଦେଖି ସମସ୍ତେ ବି ପ୍ରେରଣା ପାଆନ୍ତି। ଏମିତି ତାଙ୍କୁ ଦେଖି ଡଉଲ ଡାଉଲ ଚେହେରା ଦେଖି ବାଘ ଆଉ ବିଲୁଆର ଲୋଭ ହେଲା ତାଙ୍କ ଭିତରୁ କାହାକୁ ଗୋଟେ ଖାଇବା। ଯେ ଗୋଟେ ଜଣକୁ ଯଦି ଆକ୍ରମଣ କରିବା ମାସ ଧରିକି ଖାଇବା। ଏଇଆ ଭାବି 2 ଜଣ ସବୁବେଳେ ଦୂରରୁ ଥାଇକି ଲୋଭ କରନ୍ତି। ହେଲେ କେମିତି ତାଙ୍କ ଏକତାକୁ ଭାଙ୍ଗିଲେ ସିନା ଜଣକୁ ଧରିବେ, ସେୟା ସବୁବେଳେ ବୁଦ୍ଧି ପୁରାନ୍ତି। ବାଘା କହୁଛି, ଆରେ ବିଲୁ, ତୁ ଗୋଟେ କିଛି କରନ୍ତୁନି। ଆଙ୍କ 5 ଜଣଙ୍କ ଭିତରୁ କାହା ଭିତରେ ଗୋଟେ ଏକତା ଭାଙ୍ଗିଗଲେ କି ଆମ ଆଡ଼ୁଆ ହେଇଗଲା ମାନେ ହେଇଗଲା ଆଉ ମାସକର ଖାଦ୍ୟ ଦେ ଦନାଦନ ବାଡ଼େ। ଆମକୁ ମନା କରୁଛି ମହାରାଜ, ମୁଁ ତ ଖାଇବା ପାଇଁ ମୋ ଦାନ୍ତ ଖାଲି ଶୂଳେଇ ହେଉଛି, ଆଉ ମୁଁ ଖାଲି ଚୋବେଇ ପକାନ୍ତି। ଆପଣ ମାଂସ ଖାଇବେ, ମୁଁ ଖାଲି ହାଡ଼ 2 ଖଣ୍ଡ ଚୋବାନ୍ତି ଆଉ। ହେଲେ କ'ଣ କରିବା, କିଛି ଗୋଟେ ବୁଦ୍ଧି ଉପାୟ ପାଞ୍ଚିବାକୁ ପଡ଼ିବ। ଚାମେଲିର ତ ଯାହା ହେଇଛି ନା। ଆରେ ତୁ ଜାଣିପାରୁନୁ କ'ଣ କରିବୁ? ତାଙ୍କ ଭିତରେ ଝଗଡ଼ା ଆଗେ କରିବୁ। ଝଗଡ଼ା କଲେ ହିଁ ଅଲଗା ହେବେ। ଏମିତି କିଛି ଦିନ ଗଲା ପରେ ତାଙ୍କର ଯେଉଁ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଲୁ ବାହାରି ପଡ଼ିଲା। 5 ଜଣ ଯେତେବେଳେ ବାହାରିଲେ, ଚାନ୍ଦ, ଚାମେଲି, କାଳି ତାଙ୍କୁ ଦୂରରୁ ଥାଇକି ଗଛ ମୂଳରେ ବିଲୁ ଦେଖୁଥିଲା। ହେଲେ କାଳି ତାଙ୍କ ଭିତରୁ ଅନ୍ୟତମ ଥିଲା। କାଳି ବହୁତ ରାଗି ଥିଲା। ବିଲୁର ଭାଗ୍ୟ ବସନ୍ତ। ଆହା ଲଚକମଣି, ଓଃ କି ମାଡଲ। ମୁଁ କିଛି କରିନି, ମତେ ମାରିଲ, ମାରିଦେଲ ଲୋ କାଳି, କେଡ଼େ କେଡ଼େ ବଡ଼ ଖରାଲ। ବାକି ଯେତିକି ଥିଲେ ଚାନ୍ଦ, ଚାମେଲି, କାଳି, ଗୋରି ସମସ୍ତେ ହସରେ ଉଡ଼େଇ ଦେଲେ, ଆଉ ସମସ୍ତେ ମଜାକ ଉଡ଼େଇଲେ, ଖୁସି ହେଲେ। ଏହା ଦେଖି ବିଲୁକୁ ବହୁତ ଅପମାନ ହେଲା। ସେ ଜାଗାରୁ ସେ କାନ୍ଦି କାନ୍ଦିକି ପଳେଇଲା। କାଳିଲୋ କେଡ଼େ କେଡ଼େ ଖୁରାଲ, ସେ କାଳିର ମାରି ପକେଇଲା ଲୋ। କାଳି ଗାଈ କ୍ଷୀର ମିଠା ହେଲେ ତା ଖୁରାଟା ବହୁତ ଡେଞ୍ଜର। ବାଘା କହୁଛି ସେଇଠି, କିଏ ରେ ସେ ମାଇକିନା ଭଳିଆ କାନ୍ଦୁଛି? ମାଇକିନା ଭଳିଆ କାନ୍ଦୁଛି, ନାଜେ ସରମ ନାହିଁ ତତେ ବିଲୁ? ଇହି, ତୋର ଯେଉଁ କାନ୍ଦ ନା, ଆଉ ତୋର ଯେଉଁ ହଲେଇ ହଲେଇ ଅଣ୍ଟା ଚାଲୁଛୁ ନା, ତୋର ହେଇଛି କ'ଣ? କାହିଁ କାନ୍ଦୁଛୁ ତୁ? ବିଲୁ ସେଇଠୁ ଶୁଣିକି କହିଲା, ମହାରାଜ, ମତେ ସେ କାଳି ମାରି ପକେଇଲା। ସେଇଠୁ ବିଲୁର ଆଗାମୀ ଯୋଜନା ଅନୁସାରେ ଗଲା ଚାମେଲି କତିକି ଗଲା। ଆରେ ଚାମେଲି, ତୁ ତ ଏତେ ସୁନ୍ଦର, ସମସ୍ତେ ঈର୍ଷା କାହିଁକି କରନ୍ତି? ତୋର ଯେଉଁ ଡଉଲ ଡାଉଲ ଚେହେରା, ତୁ ତ ଏତେ କ୍ଷୀର ଦଉଛୁ, ହେଲେ ସେମାନେ କହୁଛନ୍ତି ତୋର କଳା ରଙ୍ଗ। ଏହା କହି ତାପରେ ଗୋରି କତିକି ଗଲା। ଆହା, ତୁ ଏତେ ସୁନ୍ଦର, ତତେ ସମସ୍ତେ ঈର୍ଷା କରୁଛନ୍ତି, ତୋ ସାଙ୍ଗରେ ରହିବେନି, ସେମାନେ ତତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି, ଆଉ ତତେ ନେଇ ବିକ୍ରି କରିଦେବେ। ବୁଲୁ କେତେ ସୁନ୍ଦର। ଚାନ୍ଦ କତିକି ଗଲା। ଚାନ୍ଦ, ତୋ ଆଖି ଯେମିତି ସୁନ୍ଦର, ତୁ ସେମିତି ସୁନ୍ଦର, ହେଲେ ସେ କାଳି, ଚାମେଲି ତତେ କାହିଁ ଏତେ ঈର୍ଷା କରୁଛନ୍ତି ବା? ତୋ ସାଙ୍ଗରେ ଚରିବେନି, ଏମାନେ ରାଗିଛନ୍ତି, ଆଉ କଥା ହଉଥିଲେ ମୁଁ ଶୁଣିଛି। ଏହା କହି ବିଲୁଆ ତାପରେ ତା କାମ ଚଲେଇଲା। ସମସ୍ତଙ୍କୁ ଏମିତି ଟେଇବା ଲାଗିଲା।
ହେଲେ ସେମାନଙ୍କର ମତି ଭ୍ରମ ହେଇଯିବାରୁ ବିଲୁଆ କଥାରେ ପଡ଼ି ସମସ୍ତଙ୍କ ମାଇଣ୍ଡ ବିଷାକ୍ତ ହେଇଗଲା। ପରସ୍ପରଙ୍କ ଭିତରେ ଝଗଡ଼ା ଆରମ୍ଭ ହେଇଗଲା। ଆଉ ଲଢ଼େଇ କରି ପରସ୍ପର ଭିତରେ ରାଗରୁଷା ହେଇ ଅଲଗା ଅଲଗା ଚରିବାକୁ ଲାଗିଲେ। ଏହା ଦେଖି ବିଲୁ ତ ବହୁତ ମଜା ଲାଗିଲା, ଆଉ ବହୁତ ସଫଳ ହେବାରୁ ତା ପ୍ଲାନ୍ଟା ସେ ବହୁତ ଖୁସି ଥିଲା। ଏମିତି ଚାନ୍ଦ ଚାମେଲି ବି ଝଗଡ଼ା ନାଗିକି ଆଉ ପରସ୍ପରକୁ ମୁହଁ ଦେଖିଲେନି। ସମସ୍ତେ ତାଙ୍କର ବିଚ୍ଛିନ୍ନ ହେଇଗଲେ ଆଉ ଅଲଗା ଅଲଗା ହେଇକି ଚରିଲେ। ଏହି ଚରିବାର ସୁଯୋଗ ନେଇ ବାଘ ଆଉ ବିଲୁ ଜଗିକି ବସିଥିବା ଏତେ ଦିନର ଫଳ ତାଙ୍କର ମିଳିବାକୁ ଯାଉଛି। ଏହା କହି ସେମାନେ ସମସ୍ତେ ଖୁସି ହେଇଗଲେ। ଦୂରରୁ ଥାଇକି ବିଲୁ ସବୁ ଦେଖୁଥିଲା, ଆଉ ଆଙ୍କର କାର୍ଯ୍ୟକଳାପ କାଳି ସବୁ ଦେଖୁଥିଲା। ବିଲୁ କ'ଣ ବୁଦ୍ଧି ଲଗେଇଛି, ଆଉ ସେ ଯେଉଁ ମାଡ଼ ଖାଇଥିବାର ପ୍ରତିଶୋଧ ସେ ନେଉଛି ବୋଲି କାଳି ଏକଥା ଜାଣିଥିଲା। ଯେତେବେଳେ ଚାନ୍ଦ ପଡ଼ିଆରେ ଏକୁଟିଆ ଚରୁଥିଲା, ସେତେବେଳେ ବିଲୁ ବାଘାକୁ ଡାକି ଦେଇକି ଆକ୍ରମଣ କରିବାରେ ଲାଗିଲା। ବାଘା ସେଇଠୁ ଚାମେଲିକୁ ଗୋଡ଼େଇଲା, ଆଉ ଚାନ୍ଦ ବି ଦୌଡ଼ିଲା, କିନ୍ତୁ ଧରିପାରିଲା ନାହିଁ। ଏହା ସବୁ କାଳି ଦେଖୁଥିଲା। କାଳି ଦୂରରୁ ଥାଇକି ଦେଖିକି ଅନ୍ୟମାନ ସାଙ୍ଗ କତିକି ଯିବାକୁ ଲାଗିଲା, ଆଉ ନିଜର ବୁଦ୍ଧି ଅନୁସାରେ ବୁଝେଇବାକୁ ଲାଗିଲା। ଏପଟେ ଚାନ୍ଦ ଖସିଯିବାରୁ ବାଘ ବହୁତ ମନ ଦୁଃଖରେ ଠିଆ ହେଲା, ଆଉ ବିଲୁର ଧୀରେ ଧୀରେ ପ୍ଲାନ୍ ସବୁ ଫେଲ୍ ହେଉଥିବାରୁ ସେ ମନ ଦୁଃଖରେ ଫେରିଲା। ଦି ଜଣଙ୍କ ଭିତରେ ବହୁତ ଝଗଡ଼ା ହେଲା। ବାଘା ସେଇଠୁ କହିଲା, ଆରେ ବିଲୁ, ତୁ କୌଣସି କାମକୁ ନୁହଁ, ତୋର ପ୍ଲାନ୍ ସବୁ ଧୀରେ ଧୀରେ ଚମ୍ପଟ ହେଉଛି। ଏତେ ସୁନ୍ଦର ଡଉଲ ଡାଉଲ ଚେହେରା, ମୁଁ ତ ଧରିଥିଲେ ମାସେ ଖାଇଥାନ୍ତି, ତୋରି ପାଇଁ ମୋର ସବୁ ବେକାର ହେଇଗଲା। ଏପଟେ କାଳି ଆସିକି ସମସ୍ତଙ୍କୁ ଡାକି ବୁଝେଇକି କହିଲା କି ଆମର ଏକତା ଭାଙ୍ଗିକି ବିଲୁ ଆଉ ବାଘା ଆମର ଫାଇଦା ଉଠାଇବାକୁ ଚାହୁଁଛନ୍ତି, ଆମର କ୍ଷତି କରିବାକୁ ଚାହୁଁଛନ୍ତି। ଆମେ ଆଗ ପରି ଯେମିତି ଏକାଠି ଥିଲେ ଏବେ ସେମିତି ଏକାଠି ରହିଲେ ସେମାନେ ଆମର କ୍ଷତି କରିବା କଥା କୌଣସି ଚିନ୍ତା କରିବେନି, ଆଉ ଭୟରେ ସେ ଦୂରେଇକି ରହିବେ। ଆମର ଅଲଗା ହେବା କ୍ଷଣି ସେମାନେ କ୍ଷତି କରିବେ। ଏହା ବୁଝି ସାରିଲା ପରେ ସମସ୍ତେ ବିଲୁକୁ ଘେରିଗଲେ ଆଉ ଆକ୍ରମଣ କରିବାରେ ଲାଗିଲେ। ବାଘା ବିଲୁ ଇଞ୍ଜୋର୍ଡ ହେଇ ଦରମରା ହେଇ ସେ ଜାଗା ଛାଡ଼ିକି ପଳେଇଲେ। ଏଥିରୁ ଆମେ କ'ଣ ଶିକ୍ଷା ପାଇଲା? ଏକତା ହିଁ ବଳ। ଯେ ପର୍ଯ୍ୟନ୍ତ ତମେ ଏକତା ହେଇକି ଥିବ ସେ ପର୍ଯ୍ୟନ୍ତ ଶତ୍ରୁ ବି ତମକୁ ଆଖି ଟେକିକି ଅନେଇବନି, ଆଉ ଯେବେ ତମେ ଅଲଗା ହେଇଯିବ ଶତ୍ରୁର ସାହସ ପଡ଼ିଯିବ। ସେଇ ଦିନଠାରୁ 5 ଜଣ ସାଙ୍ଗ ହେଇକି ରହିଲେ, ସାଙ୍ଗ ହେଇକି ଖାଇଲେ, ଆଉ ଖୁସିରେ ଜଙ୍ଗଲ ରହିଲେ, ଆଉ ସେବେଠାରୁ ସେମାନେ କାହାରି କଥା ଶୁଣନ୍ତିନି। ଭିଡ଼ିଓଟି କେମିତି ଲାଗିଲା ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଆଉ ସେୟାର କରିବେ। ଭିଡ଼ିଓଟି କ'ଣ ଭଲ ଲାଗିଲାନି? ଆପଣଙ୍କ ଭଲ ପାଇବା ଥିଲେ ଆହୁରି ଭଲ ଭଲ ଭିଡ଼ିଓ ବନେଇବି, ଆଉ ଭଏସ୍ଟା ବି ଆହୁରି କଡ଼କ କରିବି। କେମିତି ଲାଗିଲା? ଜୟ ଜଗନ୍ନାଥ।